ଗୁଡ୍ ମର୍ଣ୍ଣିଂ। ଶୁଭ ସକାଳ ପିଲାମାନେ, କେମିତି ଅଛ? ଆଶା କରେ ତମେମାନେ ବହୁତ ଭଲରେ ଥିବ। ପ୍ରତ୍ୟେକ ଦିନ ପାଠ ପଢ଼ୁଥିବ, ବିଦ୍ୟାଳୟକୁ ଯାଉଥିବ ଏବଂ ମୋର ଭିଡ଼ିଓ ଗୁଡ଼ିକ ସବୁଦିନ ଦେଖୁଥିବ। ଯେଉଁମାନେ ପ୍ରଥମ ଥର ପାଇଁ ମୋର ଏହି ଭିଡ଼ିଓଟିକୁ ଦେଖୁଅଛ, ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବ। ତ ଚାଲ ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ଶିକ୍ଷଣ କାର୍ଯ୍ୟ 1। ପୂର୍ବରୁ ପଢ଼ିଥିବା କବିତାରୁ ତଳ ପଦଟିରେ ଥିବା ଖାଲି ଜାଗାକୁ ପୂରଣ କରି ଲେଖ। ଟିକି ଟିକି ଫୁଲ ଗୁନ୍ଥିଲେ ନେଇ ମାଳଟିଏ ହୁଏ ଦେବତା ପାଇଁ। ଟିକି ଟିକି ତାରା ଆକାଶେ ରହି ଆଲୋକ ଦେବାରୁ ହସଇ ମହି। ଶିକ୍ଷଣ କାର୍ଯ୍ୟ 2। ଆସ ତଳେ ଦିଆଯାଇଥିବା ଶବ୍ଦ ଗୁଡ଼ିକର ଅର୍ଥକୁ ବନ୍ଦନୀରୁ ବାଛି ଖାଲି ଘରେ ଲେଖ। ଯେପରି ଦରବର ଅର୍ଥ ଜିନିଷ, ସେହିପରି ଗୁଣର ଅର୍ଥ ପ୍ରକୃତି, ଦେବତା ଠାକୁର, ଭୃତ୍ୟ ଚାକର, ମହି ପୃଥିବୀ। ଶିକ୍ଷଣ କାର୍ଯ୍ୟ 3। ଯେପରି ନର ଶବ୍ଦର ସମାନ ଅର୍ଥ ବୁଝାଉଥିବା ଶବ୍ଦ ମଣିଷ, ମାନବ, ସେହିପରି ତଳ ଶବ୍ଦ ଗୁଡ଼ିକର ସମାନ ଅର୍ଥ ବୁଝାଉଥିବା ଆଉ କେତୋଟି ଶବ୍ଦକୁ ଲେଖ। ଫୁଲ, ପୁଷ୍ପ, ସୁମନ, ଆକାଶ, ଗଗନ, ଅମ୍ବର, ନଦୀ, ତଟିନୀ, ସରିତ, ମହି, ଧରା, ପୃଥିବୀ। ଶିକ୍ଷଣ କାର୍ଯ୍ୟ 4। ତଳ ଶବ୍ଦ ଗୁଡ଼ିକ ପାଇଁ ଏକା ଭଳି ଶୁଭୁଥିବା ଶବ୍ଦ ଲେଖ। ଯେପରି ଇନ୍ଦୁ, ବିନ୍ଦୁ, ଗୁଣ, ଶୁଣ, ରହି, ବହି, ଘର, ସର,